ନିନୋ को ନେଇକରି ନିନୋଟା କ'ଣ এটা হচ্ছে যে সমুদ্রে এটা ଏକ ପ୍ରକ୍ରିୟା ଯେଉଁ ପ୍ରକ୍ରିୟାରେ ସମୁଦ୍ରର ଜଳ ଉତ୍ତପ୍ତ ହୁଏ ଏବଂ ଉତ୍ତପ୍ତ ହେଲେ ପ୍ରତ୍ୟେକ 5-7 ବର୍ଷରେ ଏଭଳିଆ ଏଲିନା ଇଫେକ୍ଟ ବୋଲି ଯାହାକୁ ଆମେ କହୁଛୁ ଏହାର ଫଳରେ କେଉଁ ଜାଗାରେ କମ୍ ବୃଷ୍ଟିପାତ ହୁଏ କେଉଁ ଜାଗାରେ ଆବଶ୍ୟକତା ଠାରୁ ବେଶୀ ବୃଷ୍ଟିପାତ ହୁଏ। ଏବେ ଏଲ୍ ନିନୋକୁ ନେଇକରି ଯେଉଁ ପୂର୍ବାନୁମାନ ଲଗା ହେଉଛି ସେଥିରେ କୁହାହେଉଛି ଯେ ଭାରତ ବର୍ଷରେ ବୃଷ୍ଟିପାତ ସ୍ୱାଭାବିକ ବୃଷ୍ଟିପାତ ହେବ ନାହିଁ, ବୃଷ୍ଟିପାତ କମିଯିବ। ଏ ବାବଦରେ ଆମେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅନ୍ୟ ବିଭାଗର ଅଧିକାରୀମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବର୍ଷକୁ ମୌସୁମୀ ସମୟରେ ଓଡ଼ିଶାରେ ଆମର ଆବଶ୍ୟକତା ହେଉଛି 1450 ମିଲିମିଟର ପାଣି ଆବଶ୍ୟକ ଥାଏ। ବିଗତ ଦିନମାନଙ୍କୁ ମଧ୍ୟ ଆମେ ଜଳବୃଷ୍ଟି ଓଡ଼ିଶାରେ ସ୍ୱାଭାବିକ ହେଇଛି। ବହୁ ସମୟରେ ଭାରତବର୍ଷର ଅନ୍ୟ ପ୍ରଦେଶ ମାନେ ବୃଷ୍ଟିରେ ଅସ୍ୱାଭାବିକ ହେବା ସମୟରେ ଓଡ଼ିଶାରେ ସ୍ୱାଭାବିକ ବୃଷ୍ଟିପାତ ହେଇଥାଏ। ଆମେ ଆଶା କରୁଛୁ ଯେ ଏଲ୍ ନିନୋର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ଓଡ଼ିଶାର ଚାଷୀମାନେ ବିଚଳିତ ହୁଅନ୍ତୁ ନାହିଁ, ବିବ୍ରତ ହୁଅନ୍ତୁ ନାହିଁ, ଆତଙ୍କିତ ହୁଅନ୍ତୁ ନାହିଁ। ଯଦି ବି ଏଲ୍ ନିନୋର ପ୍ରଭାବ ଫଳରେ ଓଡ଼ିଶାରେ ବୃଷ୍ଟିପାତ କମ୍ ହୁଏ ତାକୁ ସାମ୍ନା କରିବା ପାଇଁ ଆମେ ପ୍ଲାନ୍ 2, ପ୍ଲାନ୍ 3, ପ୍ଲାନ୍ 4 ମଧ୍ୟ ପ୍ରସ୍ତୁତ କରିଛୁ। ଏଥିରେ ଓଡ଼ିଶାର ଯେଉଁ ବିଭାଗ ମାନେ ଗୋଟିଏ ବିଭାଗ ହେଲା କୃଷି ବିଭାଗ, ଗୋଟିଏ ବିଭାଗ ହେଲା ଜଳସମ୍ପଦ ବିଭାଗ, ଗୋଟିଏ ବିଭାଗ ହେଲା ରାଜସ୍ୱ ବିଭାଗ। ଏସବୁ ବିଭାଗମାନଙ୍କର ଯେଉଁମାନେ ଇଞ୍ଜିନିୟର ଅଛନ୍ତି ଏବଂ ଯେଉଁମାନେ ବୈଜ୍ଞାନିକ ଅଛନ୍ତି ସେମାନଙ୍କର ସହିତ ମିଶିକରି ଆମେ ସମ୍ଭାବ୍ୟ ବୃଷ୍ଟିପାତ କମ୍ ହେବାକୁ ଆଶଙ୍କା କରିକରି ଯେଉଁ ପ୍ଲାନ୍ ତିଆରି କରୁଛୁ ସେ ପ୍ଲାନ୍ ହେଉଛି ଯେ ଯେତେ ଆପଣଙ୍କର ୱାଟର ବଡି ଅଛି ବର୍ଷା ଆସିଲା କ୍ଷଣି କେମିତି ୱାଟର ବଡିମାନଙ୍କୁ ପାଣି ପ୍ରିଜର୍ଭେସନ୍ ଆମେ ରଖିପାରିବୁ। ଉଠା ଜଳସେଚନର ଯେତିକି ଆମର ପଏଣ୍ଟ ମାନେ ଅଛି ତାର ଉନ୍ନତିକରଣ କରିବାର କାମ ଆରମ୍ଭ ହୋଇଗଲାଣି। କ୍ଷୁଦ୍ର ଏବଂ ମଧ୍ୟମ ଜଳସେଚନ ଯୋଜନାରେ ମଧ୍ୟ ପାଣି ସଂରକ୍ଷଣ ଏବଂ ତାର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ମଧ୍ୟ ଜଳସମ୍ପଦ ବିଭାଗ କାମ ଆରମ୍ଭ କଲାଣି। ଇଏ କ୍ରମରେ ଆମେ ଉଭୟ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ। ଆମେ ଆଶା କରୁଛୁ ଯେ ବୃଷ୍ଟିପାତ ସ୍ୱାଭାବିକ ହେବ, ବିଶେଷ ଓଡ଼ିଶା ପ୍ରଭାବିତ ହେବ ନାହିଁ। ଏଲ୍ ନିନୋ ଇଫେକ୍ଟ ଯେଉଁ ଯଦି ବି ପ୍ରଭାବିତ ହୁଏ 5%, 10%, 15%, ଏହାର କଣ୍ଟିଜେନ୍ସି ପ୍ଲାନ୍ ବୋଲିକି ଯାହାକୁ କହୁଛନ୍ତି ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଛୁ। ପୁରା ଚାଷୀ ସମାଜ ଓଡ଼ିଶାର ଆଦୌ ବିଚଳିତ ହୁଅନ୍ତୁ ନାହିଁ। ଓଡ଼ିଶା ସରକାର ଆପଣଙ୍କର ପଛରେ ହିମାଳୟ ଭଳିଆ ଛିଡ଼ା ହେଇଛି।